ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଧ ଚତୁର୍ଥୋଧ୍ୟାୟ ମୈତ୍ରେୟ ଉବାଚ ହେମନ୍ତେ ଦେବୀ ଆଜ୍ଞା କହି ରୁଦ୍ର ରହିଲେ ଆତ୍ମଧ୍ୟାୟୀ ମନେ ଚିନ୍ତନ୍ତି ବିଶ୍ୱନାଥ ନ ପୁଣ ହୁଏ ବିପରୀତ ମୋ ପତ୍ନୀ ପିତା ଘରେ ଗଲେ ପ୍ରାଣ ଏ ନ ରଖିବ ଭଲେ ଏହାର ମନ ସ୍ଥିର ନାହିଁ ନ ଗଲେ ନ ଧରିବ ଦେହି ହେମନ୍ତ ଚିତ୍ତେ ଚିନ୍ତି ହର କେବେ ନୁହେଁ ମନ ସ୍ଥିର ଚିନ୍ତା ବିକଳେ ବିଶ୍ୱପତି ନିଜ ମନୁ ଚିତ୍ତେ ଚିନ୍ତି ଏହାର ସଙ୍ଗେ ଥିବି ମୁହିଁ ରୁଦ୍ରଗଣକୁ ସଙ୍ଗେ ନେଇ ହେମନ୍ତେ ଚିନ୍ତା କରୁ କରୁ ଦେବୀ ଉଠିଲେ ନିଦ ଘରୁ ନୟନେ ପୂରେ ଅଶ୍ରୁ ଜଳ କେବେ ନୁହେଁ ମନ ସ୍ଥିର ଶରୀର କମ୍ପେ ଦୁଃଖ ଚିତ୍ତେ କଦଳୀ ବନ ଯେହ୍ନେ ବାତେ ବିଶ୍ୱାସ ବଳେ ଖର ତର ଶୁଖିଲା ସୁରଙ୍ଗ ଅଧର ଅଧୋବଦନେ ମନ ଦୁଃଖୀ ଉଠିଲେ ଆସନ ଉପେକ୍ଷୀ ଧୀରେ ଚଳନ୍ତେ ରୋଷ ଭରେ ଅବନୀ କମ୍ପେ ପାଦ ଭରେ ପିତା ଭୁବନେ ଦେବୀ ଯାନ୍ତେ ପଥେ ଚଳନ୍ତି ବିଶ୍ୱନାଥେ ଶତ ସହସ୍ର ରୁଦ୍ରଗଣ ନିକଟେ ମିଳିଲେ ତକ୍ଷଣ ବୃଷଭ ଚଢ଼ି ବିଶ୍ୱନାଥ ଗଣେ ଧାଇଁଲେ ଯୁଥ ମୁଁ ଯିବି ଅମ୍ବିକାର ପଛେ ମୋ କଥା ଦେଖ ତୁ ପ୍ରତ୍ୟକ୍ଷେ ହେମନ୍ତ ରୁଦ୍ର ଆଗେ କହି ନନ୍ଦୀ ଚଳିଲେ ଗଣ ନେଇ ଅମ୍ବିକା ତୁଲେ ନାରୀ ଯୁଥ ମିଳିଲେ ଉପାୟର ହସ୍ତ କନ୍ଧୁକ ଦର୍ପଣ ଅମ୍ବୁଜ ଶ୍ଵେତାତ ପତ୍ର ଶ୍ଵେତ ଧ୍ୱଜ ବ୍ୟଜନ ପୁଷ୍ପମାଳା ଘେନି ସଙ୍ଗତେ ଗୀତ ଦାନ ଧ୍ୱନି ଦୁଧୁମ୍ବି ଗଙ୍ଗଭେରୀ ନାଦେ ସମୀପେ ମିଳିଲେ ଆନନ୍ଦେ ଅଧୋବଦନେ ଦେବୀ ଯାନ୍ତେ ପଥେ ମିଳିଲେ ବିଶ୍ୱନାଥେ ଧୂମ ବ୍ୟାପିତ ଯଜ୍ଞଶାଳେ ଅଶେଷ ଋଷି ବିପ୍ର ମିଳେ ବିପ୍ରଙ୍କ ସଙ୍ଗେ ପ୍ରଜାପତି ଅନଳେ କ୍ଷପନ୍ତି ଆହୁତି ଯଜ୍ଞସଭାର ନାନା ବିଧି ଯେ ଦ୍ରବ୍ୟ ଯେଉଁ ଭାଣ୍ଡେ ସିଦ୍ଧି ମନ୍ତ୍ର ଆହୁତି ହୋମ ବଳେ ସତୀ ମିଳିଲେ ଯଜ୍ଞଶାଳେ ସତୀ ଚାହାନ୍ତି କୋପ ଚିତ୍ତେ ସେ ଯଜ୍ଞେ ଅଛନ୍ତି ସମସ୍ତେ ସତୀ ବଚନେ କୋପ ବହି ସମୀପେ ନ ରହିଲେ କେହି ଭଗିନୀ ଗଣ ମାତୃ ତୁଲେ ସତୀର ସମୀପେ ମିଳିଲେ ପ୍ରେମାଶ୍ରୁ କଣ୍ଠେ ଭଗ୍ନୀ ଗଣ କୋଳେ ଧରନ୍ତେ ଜଳେ ଜଣେ ଶୋଧନ ଅର୍ଥେ ପ୍ରଶ୍ନ କଲେ ସର୍ବମଙ୍ଗଳ ପଚାରିଲେ ଉତ୍ତମ ବିଧି ପୂଜା ଦ୍ରବ୍ୟ ସମୀପେ ଆଣି ଦେଲେ ସର୍ବ ରତ୍ନ ଆସନ ବେଗେ ଆଣି ସେ ପ୍ରଜାପତି ଘରଣୀ ସତୀ ସମୀପେ ଆଣି ଦେଲେ ତା ଦେଖି ସତ୍ୟ କୋପ କଲେ ପିତାର ଅନାଦର ଦେଖି ଭୟେ କମ୍ପଇ ଅଶ୍ରୁମୁଖୀ ଯଜ୍ଞ ଦେଖି ସ୍ୱାମୀ ଭାବ ମନ ବସିଲା ମହାରାଗ ଈଶ୍ୱର ପଣ ନ ଗଣିଲା ଅବହେଳା କର୍ମ କଲା ସଭାରେ ଯେତେ ଲୋକ ଥିଲେ ସତୀଙ୍କୁ କେହି ନ ଗଣିଲେ ପିତା ଅଜ୍ଞାନ କର୍ମ ଦେଖି କୋପେ କମ୍ପଇ ଅଶ୍ରୁମୁଖୀ ନିଜ ଶରୀର ମହାତେଜ ନିବାସ ଭୂତ ଗଣ ମାଝେ ପିତାର ଅନାଦର ଜାଣି କୋପେ ବୋଇଲେ ଉଛେ ବାଣୀ ଦେବ୍ୟୁବାଚ କୋପେ କମ୍ପଇ ତାର ଦେହି କହଇ ପିତା ମୁଖ ଚାହିଁ ଯାହାର ପ୍ରାୟ ଇହ ଲୋକେ ନ ଦେଖି ଆତ୍ମା ଅତିରେକେ ସ୍ୱାମୀ ମୋହର ସର୍ବପ୍ରିୟ ଜଗତ ମଧ୍ୟ ଯେତେ ଦେହ ରେ ରୁଦ୍ର ସର୍ବ ଆତ୍ମା ହୋଇ ମିତ୍ର ବୈରୀ ତାଙ୍କ ନାହିଁ ଯେ ସେ ଅଶେଷ ଜନ ଗୁରୁ ତାହାଙ୍କୁ ତୁହି ନିନ୍ଦା କରୁ
ଦେଖ ଏ ସଂସାର ବ୍ୟବହାରେ ଯେ ସାଧୁ ଜନେ ହିଂସ କରେ। ଅନେକ ଦୋଷ କରିଥିଲେ ସାଧବେ ନ ଧରନ୍ତି ଭଲେ। ସାଧୁଜନଙ୍କ ପ୍ରାୟ ହୋଇ ରୁଦ୍ର ବିଷୟ କୋପ ବହି। ଯେଣୁ ବୋଲାଉ ପ୍ରଜାପତି ସେ ଗର୍ବେ ନିନ୍ଦୁ ପଶୁପତି। ଏନୁହେଁ ମହାତ୍ମାଙ୍କ କର୍ମ ଗର୍ବେ ହୋଇଲୁ ମତି ଭ୍ରମ। ଯେବେ ନିଅକ୍ଷର ଉଚାରେ ମନରେ ଶିବ ନାମ ଧରେ। ଜପଇ ଯେବେ ହୃଦଗତେ ପାପ ନ ରହେ ତାର ଗାତ୍ରେ। ଯାହାର ନାମ ଏ ଜଗତେ ସର୍ବମଙ୍ଗଳ ବହୁମତେ। ତୋର ଜୀବନ ପାପ ସିନ୍ଧୁ ଆସିବ ହୋଇ ଶିବ ସିନ୍ଧୁ। ତୋହର ଜନ୍ମ ମୋର ଦେହି ହୋଇଲା ପୂର୍ବ ପାପ ବହି। ସ୍ୱାମୀ ନିନ୍ଦିନ ଦୁଃଖ ସହି ଏ ଦେହ ନ ଧରିବି ମୁହିଁ। ପୂର୍ବର ପାପ ଯେ ନ ସ୍ମରେ ତା ପ୍ରତିକାର ଯେ ନ କରେ। ଦିନ ବଞ୍ଚଇ ଦୁଃଖେ ସୁଖେ ଅନ୍ତେ ସେ ପଡ଼ଇ ନରକେ। ମୈତ୍ରେୟ ଉବାଚ ଏମନ୍ତେ ଦକ୍ଷ ଆଗେ କହି କୁଣ୍ଡ ଉତ୍ତର ଦିଗେ ଯାଇ। ଯୋଗ ଧାରଣା ଆଗମନେ ବସିଲେ ନିଶ୍ଚଳ ଆସନେ। ସ୍ୱାମୀର ଅପମାନ ଅର୍ଥେ ପିତା ଅନାଦର ନିମନ୍ତେ। ପୀତବସନ ପରିଧାନ ସୁଜନେ କରି ଆଚମନ। ହୃଦରେ କଳ୍ପି ମହାଶୂନ୍ୟେ ପବନ ମୂଳ ଲିଙ୍ଗ ସ୍ଥାନେ। ନାହିଁ କମଳେ ମୁନିଶ୍ଚଳେ ପ୍ରାଣ ଧାରଣ ଯୋଗ ବଳେ। ସମାନ ପ୍ରାଣ ତାର ଦେଖି ଏ ତିନି ପ୍ରାଣ ଊର୍ଦ୍ଧ୍ୱେ ନେଇ। ହୃଦୟ ପ୍ରାଣ ସଙ୍ଗେ ଥୋଇ କଷ୍ଟ ଲଲାଟ ଚକ୍ର ଦେଇ। ଭୂମଧ୍ୟେ ସ୍ଥାପି ଅନୁମାନେ ଯୋଛିଲା ବ୍ରହ୍ମ ରନ୍ଧ୍ର ସ୍ଥାନେ। ସ୍ୱାମୀଠାରେ ସେ ଧ୍ୟାନ କଲା ଯୋଗ ଅନଳେ ଜ୍ଞାନ ଭରି। ମୂର୍ଧନି ଭେଦି ତପକ୍ଷଣ ସ୍ୱର୍ଣ୍ଣେ ମିଳିଲା 10 ପ୍ରାଣ। ସତୀ ମରଣ କର୍ମ ଚାହିଁ ଯେବେ ଯେତେକ ଥିଲେ ରହି। ଭୂମି ଗଗନେ ଯେବା ଥିଲେ ଆହା ଶବଦ ଉଚ୍ଛେ କଲେ। ଦେଖ ଏ ଦେବ ଦେବ ନାରୀ କି ଅପମାନେ କୋପ କରି। ପ୍ରାଣ ଛାଡ଼ିଲା ଯଜ୍ଞ ଘରେ ପିତାର ମାନ କୋପ ଭରେ। ଦେଖ ଏ ଦକ୍ଷ ପ୍ରଜାପତି ଗର୍ବେ ଅଚାରିଲା ଅନୀତି। ପ୍ରଜାଙ୍କ ପତି ଏ ବୋଲାଇ ଅନ୍ୟାୟ କଲା ଗର୍ବ ବହି। ନିଜ ଦୁହିତାର ବଚନେ ଯତ୍ନ ନ କଲା କୋପ ମନେ। ଏନୁହେଁ କାହାର ବ୍ୟବହାର ଅଧର୍ମ କଲା ଗୁରୁତର। ହେମନ୍ତ ବାକ୍ୟ କହୁ ଜନେ ସତୀର ପ୍ରାଣ ଅବସାନେ। ସତୀ ମରଣ କଥା ଶୁଣି ନନ୍ଦିକେଶ୍ୱର ବୀରମଣି। ରୁଦ୍ରଗଣକୁ ସଙ୍ଗେ ନେଇ ବେଗେ ଧାଇଁଲା ରୋଷ ହୋଇ। ବିବିଧ ଶସ୍ତ୍ର ଧରି କରେ ମିଳିଲା ଦକ୍ଷ ଯଜ୍ଞ ଘରେ। ତାହାଙ୍କୁ ଦେଖି ଭୃଗୁ ମୁନି ଘୃତ ଆହୁତି କରେ ଘେନି। ଯଜ୍ଞ ନାସି ଜଣୁ ମନ୍ତ୍ରେ କଳ୍ପିଲା ଅଭିଚାର ତନ୍ତ୍ରେ। ଆହୁତି ଦିଅନ୍ତି ଅଗ୍ନିକୁଣ୍ଡେ ଅନଳ ଧୂମ ବର୍ଣ୍ଣ ପିଣ୍ଡେ। ମନ୍ତ୍ରମନ୍ଥିତ ସୋମ ପାଇ ପ୍ରଚଣ୍ଡ ରୂପେ କୋପ ବହି। ରୁଦ୍ରାହ ବୋଲି ଦେବଗଣ ଅନଳ ଉଠିଲେ ତତ୍କ୍ଷଣ। ଅନଳ କାଷ୍ଠ ଘେନି କରେ ଶତ ସହସ୍ର କୋପ ଭରେ। ଶବଦେ 10 ଦିଗ ପୂରି ଧାଇଁଲେ ଘୋର ନାଦ କରି। ଶବଦେ କମ୍ପ ଏ ମେଦିନୀ ତା ଦେଖି ବେଗେ ଦେବମୁନି। ବେଗେ ଧାଇଁଲେ ଶୂନ୍ୟ ମାର୍ଗେ କହିଲେ ସଦାଶିବ ଆଗେ। ସୀତା ମରଣ କଥା ଆଦି କହିଲେ ସକଳ ସମ୍ପାଦି। ସେ ବ୍ରହ୍ମ ମୁନିଙ୍କ ଚରଣେ ଆତ୍ମାର ନିସ୍ତାର କାରଣେ। କୃଷ୍ଣ ବିଷୟେ ଭାଗବତ କହିଲେ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟଂ 82 ଚତୁର୍ଥ ସ୍କନ୍ଧେ ସତୀ ମରଣେ ନାମ ଚତୁର୍ଥୋଧ୍ୟାୟଃ।